ବର୍ଷାରେ ତିନ୍ତୁଥିଲା ସେଠୁ ଲୋକ 1.5 କିଲୋମିଟର ଘର ଅନ୍ଧାରରେ ଯାଇପାରୁନଥିବ ଭାବି ମୁଁ ବୋଲି କୁଆଡ଼େ ଯିବୁ ବାପ ନା ଅଙ୍କଲ ମୁଁ ଗାଁକୁ ଯିବି ମୋତେ ଗାଁରେ ଛାଡ଼ିଦିଅ ଏତେ କନଫିଡେନ୍ସ କହୁଛି ବୋଲି ମୁଁ ଭାବିଲି ଆମ ଗାଁ ପିଲା ଏତେ ମୁଁ ଚିହ୍ନି ନଥିବି ତାପରେ ଲିଫ୍ଟ ଦେଲା ପରେ ସେଠୁ 100-150 ମିଟର ଆସିଲା ପରେ କାହା ତ ଫୋନ୍ରେ କଥା ହେଉଥିଲା ଫୋନ୍ଟା କାଟିଲା ମୋତେ କହିଲା ଅଙ୍କଲ ଟିକେ ରଖ ଆମ ଲୋକ ଆସୁଛନ୍ତି ବୋଲେ ଆରେ ମୁଁ ତ ଗାଁକୁ ଯାଉଛି ତତେ ତୁ ବୋଲି ଯିବୁ ତ ହେଲେ ତତେ ଗାଁରେ ଛାଡ଼ିଦେବି ନା ନାଇଁ ଆମ ଲୋକ ଆସୁଛନ୍ତି ରଖ ମୁଁ ତ ଗାଡ଼ି ରଖିଲି ମୁଁ ଆଗକୁ ଦେଖିଲି ମୁଁ ଯିବୁ କିରେ ଏଥର ବୋଲେ ସେ ବୋଲା ଚାକୁଟେ କାଢ଼ିଲା ମୋ ବେକରେ ଲଗାଇଲା ବୋଲା ଏଥର ସରିଲେ ବାପ ସେଇ ୱିଥିନ୍ ଫ୍ରାକ୍ସନ୍ ମୁଁ ହାତଟା ବୁଲେଇ ଦେଲି ମୋର ଆଙ୍ଗୁଠି ଯାହା କଟିଯାଇଛି ଆଉ ସେଥିପାଇଁ ଚାକୁଟା ଏଇଠୁ କଟି ଏଇଠି ଲାଗିଲା ଏଇଠୁ କଟିଲା ତାପରେ ଜୀବନ ବଞ୍ଚିଲା ନହେଲେ ଜୀବନ ଯାଇଥାନ୍ତା ସିଏ ମୋତେ 5-7 ଦିନ ହେଲା ଫଲୋ କରୁଛି ବୋଧେ ମୁଁ ତାକୁ ବିଜୁପଟ୍ଟନାୟକ ଛକ ବସଷ୍ଟାଣ୍ଡ କେତେବେଳେ ଖଣ୍ଡରା ଛକ କେତେବେଳେ ବଇଁଚୁଣିଆ ଛକ ପ୍ରାୟ ଦେଖେ ତାକୁ ମୋର ଯିବା ଆସିବାର ପୁରା ଡାଟା ସେ ବୋଧେ କଲେକ୍ସନ କରିଥିଲା ହେଲେ କାଲି ମୁଁ ଆସିଲା ବେଳେ ମୋବାଇଲରେ 5,000+ ଟଙ୍କା ଥିଲା ମୋବାଇଲଟା 15,000 ଟଙ୍କା ଥିଲା ଗାଡ଼ି ବି ଥିଲା କିଛି ନେଇନି ବାସ୍ ଖାଲି ଚାକୁ ଲଗେଇ ଦେଇ ପଳେଇଛି ନା ଆମର ଫୁଲ ବ୍ୟବସାୟ ଲୋକ ସହିତ ଭଲ ବ୍ୟବହାର ହେଲେ ଆମ ଘର ଚଳିବ ତାପରେ